କରିବ ନାହିଁ। ଯଦି ପ୍ରେମ କରିବ ତାହେଲେ କେବେ ଧୋକା ଦେବ ନାହିଁ। କାହିଁକି ଜାଣିଛନ୍ତି? କାହିଁକି ନା ଜହ୍ନକୁ କେବଳ ଦୂରରୁ ଦେଖି ହୁଏ, କେବେ ହାତରେ ଧରି ହୁଏନି। ସେମିତି ପ୍ରକୃତ ପ୍ରେମକୁ କେବଳ ଅନୁଭବ କରି ହୁଏ, କେବେ ପାଖରେ ପାଇ ହୁଏନି। ସେ ପ୍ରେମ ବିଷୟରେ ଛୋଟିଆ କଥାଟି। ପ୍ରେମ ପରେ ପରେ ପ୍ରତାରଣା ମୋତେ ଦେଇଗଲା ନୂଆ ଅନୁଭୂତି। ପ୍ରେମ ପରେ ପରେ ପ୍ରତାରଣା ମୋତେ ଦେଇଗଲା ନୂଆ ଅନୁଭୂତି। ତୋ ପରେ ପରେ ଧରିଗଲା ମୋତେ ଦେଇ ଯାଇଥିବା ତୋର ସ୍ମୃତି। ହଁ ଦର୍ଶକ ବନ୍ଧୁ, ଏଠି ଜୀବନ ସାରା ପାଖରେ ରହିବା ପ୍ରତିଶ୍ରୁତି ଦେଉଥିବା ଲୋକମାନେ, ଏଠି ଜୀବନ ସାରା ପାଖରେ ରହିବା ପ୍ରତିଶ୍ରୁତି ଦେଉଥିବା ଲୋକମାନେ ଯଦି ଫୋନ୍ ଲାଇନ୍ରେ 2 ମିନିଟ୍ ଚୁପଚାପ ହେଇ ରହିଯାଉ ନା, ତାହେଲେ ଫୋନ୍ କାଟି ଦିଅନ୍ତି। ନାଇଁ ଆଜ୍ଞା, ପ୍ରେମ ସେଇମାନଙ୍କ ଠାସିକ ଯେଉଁମାନେ ରାତି ସାରା କାନ ତଳେ ମୋବାଇଲ ଚାକି କେବଳ ନିଶ୍ୱାସ ପ୍ରଶ୍ୱାସ ଶୁଣନ୍ତି। ମୋର କହିବାର କଥା ଦର୍ଶକ ବନ୍ଧୁ, ଭଲ ମଣିଷ ଦେଖି ଜୀବନସାଥୀ କରନ୍ତୁ, ନହେଲେ ଜୀବନରେ ଠକିଯିବି। ହଁ ଦର୍ଶକ ବନ୍ଧୁ, କାରଣ ବୃଦ୍ଧାବସ୍ଥାରେ ସୁନ୍ଦର ଚେହେରାର କିଛି ଆବଶ୍ୟକ ନଥାଏ, ଗୋଟେ ଭଲ ମଣିଷର ଆବଶ୍ୟକତା ଥାଏ। ହଁ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଏଇ କଥାରୁ ନିଶ୍ଚୟ କିଛି ଶିଖିବାକୁ ଚେଷ୍ଟା କରିବି। ତାହେଲେ ଦର୍ଶକ ବନ୍ଧୁ ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍। ଓକେ, ତାହେଲେ ଆସ ଦର୍ଶକ ବନ୍ଧୁ, ଆପଣଙ୍କ ମନକୁ ଆଉ ଟିକେ କଲରଫୁଲ କରିବା ପାଇଁ, ଆଉ ଟିକେ ରଙ୍ଗୀନ କରିବା ପାଇଁ ଆମ ଅନୁଷ୍ଠାନ ତରଫରୁ ଆମେ ଆପଣଙ୍କ ପାଇଁ ରଖିଛୁ ଆଉ ଏକ ରୋମାଣ୍ଟିକ୍ ସଙ୍ଗ୍ ନେଇ ଆସୁଛନ୍ତି ଆମ ଅନୁଷ୍ଠାନର ଷ୍ଟାଇଲିଶ ସିଙ୍ଗର ପ୍ରମୋଦ କୁମାର। ଗୀତଟି ହେଉଛି ମେଘରେ ମେଘ କହିଛ ମେଘ କେତେ ଦୂରେ ମୋର ପ୍ରିୟା। ତାହେଲେ